ବ୍ରହ୍ମପୁର ପୋଲିସ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ବୁରାତଲା ପଞ୍ଚାୟତ ଅନ୍ତର୍ଗତ ସାପୁଆଖତଠାରେ ବ୍ରହ୍ମପୁରର ଦକ୍ଷିଣାଶାଳର ବସ୍ ସ୍କୁଲ ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଥିବା ଓ 16 ଜଣ ଆହତ ହୋଇଥିବା ଜଣାପଡ଼ିଛି। 4 ଗୁରୁତରଙ୍କର ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଅଛି। ସୂଚନା ମୁତାବକ ବଣଭୋଜି ପାଇଁ ଗାଡ଼ି ନମ୍ବର OR02 AAS 0544 ଯୋଗେ ବାହାର ପଥରେ ଆସୁଥିବା ବେଳେ ପିକନିକ୍ ସାରି ଫେରୁଥିବା ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବର ପାଇ ଜରଡ଼ା ଥାନା ଅନ୍ତର୍ଗତ ଟୁନା ସାମଲକ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ବୋଲରେ ମାଧ୍ୟମରେ ଆହତମାନଙ୍କୁ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ। ଘଟଣାସ୍ଥଳରେ ଜରଡ଼ା ଥାନା ପୋଲିସ, ପାତ୍ରପୁର ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି मगरी का टाइम होता है, नमाज पढ़ने कुदरत। अरे पहाड़ बोलता
वीडियो सर ବ୍ରହ୍ମପୁରରୁ ଶୁଭଶ୍ରୀ ପ୍ରଧାନଙ୍କ ରିପୋର୍ଟ, ନ୍ୟୁଜ ଉପାନ୍ତ ଖବର।